ବରଟୋଲିରେ ତୁଳସୀ ପୂଜନ କାର୍ଯ୍ୟକ୍ରମ। ଭାଗବତ ଅଗଣାରେ ତୁଳସୀ ପୂଜନ। ଭାଗବତ ଅଗଣାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ ବରଟୋଲିଠାରେ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଆୟୋଜକ ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୁତାର, ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ତୁଳସୀ ପୂଜନର ମୁଖ୍ୟ ବେଦାନ୍ତ ସେବା ସମିତି ହନୁମାନ ବାଟିକାର ଉପାଧ୍ୟକ୍ଷ ସମୀର କୁମାର ପଟ୍ଟନାୟକ, ସହଯୋଗୀ ପ୍ରୀତି ବିଶ୍ୱକର୍ମା ମଧୁର କଣ୍ଠରେ ତୁଳସୀ ମା'ଙ୍କ ବନ୍ଦନା କରିବା ସହ ତୁଳସୀ ପୂଜାର ମାହାତ୍ମ୍ୟ ଆଲୋଚନା କରିଥିଲେ। ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିରେ ତୁଳସୀ ମାତା ସମସ୍ତଙ୍କ ଘର ଅଗଣାରେ ପୂଜା ହେଉଥିବା ବେଳେ ଏହାର ମହତ୍ତ୍ୱ ଆମେ ଉପଲବ୍ଧି କରିନଥାନ୍ତି। ଭାଗବତ ଅଗଣାର ସମ୍ପାଦିକା ଲକ୍ଷ୍ମୀବାଳା ଆଚାର୍ଯ୍ୟ ଓ ସଭ୍ୟ ପ୍ରତିଭା ଦାସ, ରୀନା ବେହେରା, ମୀନା ବାରିକ, ପ୍ରମୋଦା ନାୟକ, ମାଳାବତୀ ନାୟକ, ତାପସ ମୋହିନୀ ଦାସ, ସ୍ୱପ୍ନା ପଟ୍ଟନାୟକ, ଶାନ୍ତି ଝା, ପ୍ରଭାତୀ ବାରିକ, ତ୍ରିବେଣୀ ସୁତାର, ସୁପ୍ରଭା ମହାନ୍ତି, ସସ୍ମିତା ବିଶ୍ୱାଳ, ତେଜସ୍ୱିନୀ ସାହୁ, ଚନ୍ଦ୍ରମା ନାୟକ, ବିରାଜନୀ ପ୍ରଧାନ, ଇନ୍ଦୁମତୀ ବିଶ୍ୱାଳ, ଗୀତାରାଣୀ ପଣ୍ଡା, ରୀନା ବାରିକ, ସରସ୍ୱତୀ ଜେନା, ସରୋଜିନୀ ବର୍ମା ପ୍ରମୁଖ ମହିଳା ତୁଳସୀ ପୂଜନର ସହଭାଗୀ ହୋଇଥିବା ବେଳେ ଅଲେଖ ଚନ୍ଦ୍ର ପାଣି, ଧନେଶ୍ୱର ଦାସ, ଚନ୍ଦ୍ରକାନ୍ତ ପରିଡ଼ା, କିଶୋର ମହାନ୍ତି ପ୍ରମୁଖ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଏଥିରେ ଯୋଗ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।